ସକାଳୁ ସକାଳୁ ଶାଗ ନେଇ ଆଇଲି ପଖାଳ ଖାଇବି ଆଉ ତରକାରୀ ନେଇକି ଆଇଛି କ'ଣ ଇଏ ଉପମା ଫୁମା କରୁଛି ତାକୁ ଖାଇବା ଆଉ ଧ ହଁ ଶାଗ ପଖାଳ ତ ଖାଇବି ଆଉ କିଛି ଖାତାରେ ପକେଇନ ତ ଦହି ଖାତା କାଲି ରାତିରେ ସବୁ ଆଣିଥିଲ କୁରକୁରି ଆଉ ଖାଉଛି ଆଉ ପଇସାଟା ଖାତାରେ ପଡ଼ିବନି ହଁ ଖାତାରେ ଖାତାରେ ପଡ଼ିଛି କ'ଣ ସେମାନେ ଉପମା କରୁଛି ମୋର ଖାଇଦେଇକି ମୁଁ ଯିବି କାମ କରିବି ଯାଇଥିଲି ସେ ଝିଅକୁ ଧରିକି ଆଇଲି ଆଉ ଶାଗ ବି ଧରିକି ଆଇଲି ତା ପୁଇ ଶାଗ ଟୋଟା ମିଳିଲାନି ବଜାର ସବୁବେଳେ ପୁଇ ଶାଗ ମେଞ୍ଚା ରୁହେ ଆଜି ଟୋଟାଲ ନାହିଁ ଶାଗ ତରକାରୀ ଟିକେ ଶାଗ ଟିକେ ଧରିକି ପଳେଇ ଆଇଲି ଆଉ ଦଉନୁ ପଳେଇ ଆସୁ କୁଆଡ଼େ ସୀମାନ୍ତରେ ଉପମା କରୁଛି କ'ଣ ଖାଇଦେବ ଖାଇଦେଇ କାମ କରିବା ଆଉ କ'ଣ ସେଇଟା ତରକାରୀ ଫାଟିଯିବ ଏଇ ଟ୍ରେରେ ଖାଇବି ମୁଁ ଆଉ ଗିନା ନାହିଁ ଗିନା ସବୁ ଧୋଇ ଧାଇକି ଥାଳି ଫାଳି ରଖୁଛୁ କ'ଣ କରିବୁ ସେଗୁଡ଼ାକ ବାସନ ମାଜିପାରେ ଏଇଟା କି ସୁଜି ଉପମା ଚୁଡ଼ା ଏଇଟା ସୁଜି ଉପମା ଆଜି କରିଛି ଭଲସେ ମାନେ ରହିଛି ଶୁଖିଲା ଶୁଖିଲା କରିଛି ସବୁବେଳେ ଯାଉ ହେଇଯାଏ ସୁଜି ଉପମା ସେମାନେ କରିଛି ଖାଇଦେବା ଖାଇଦେଇ ଯିବା କାହିଁ ଶାଗ ଲାଗୁଛୁ ଏଇ ଶାଗରେ କାହିଁ ଲାଗୁ ଶାଗ ଖାଇବୁ ଶାଗ ଭଜା ହେଲେ ଖାଇବୁ ହେଲା ଇଏ ଗୋଟେ ଶାଗ ପ୍ରିୟ ଆଉ କଲରା ପ୍ରିୟ ନା ଶାଗ କଲରା ମୁଁ ଖାଇବି କଲରା ଖାଉ ଛୁଆ କଲରା ଖାଇବାକୁ ମଙ୍ଗିବେନି ପାଚିଲା କଲରା ଥିଲା ବା ଖାଇଦେଲା ତାକୁ ଛୋଟ ମଞ୍ଜିଟା ସକାଳର ଖାଇବା ଆଜି ହେଲା ସୁଜି ଉପମା ଉପମା ତ ପୁଣି ସୁଜି ଉପମା ଉପମା କେତେ ପ୍ରକାର ଅଛି ଚୁଡ଼ା ଉପମା ଏଇଟାକୁ ଖାଲି ଉପମା କୁହନ୍ତି ଆଉ ସବୁ ଯେତେ ପ୍ରକାର ଉପମା ଅଛି ସବୁ ନାଁ ଲଗେଇ କୁହନ୍ତି ଏଇଟାକୁ ଉପମା ଏଇଟା ଖାଲି ଉପମା ଚୁଡ଼ାରେ ହେଇଥିଲେ କହିବ ଚୁଡ଼ା ଉପମା ଅନ୍ୟ କୋଉଥିରେ ହେଇଥିଲେ କହିବ ସେଇ ନାଁ ଲଗେଇ କହିବ ଖାଇବାକୁ କିଛି ନାହିଁ ବୋଲି ସେମାନେ ଆଜି ଜଲ୍ଦି ଉଠି ପଡୁଛି ନା ସବୁବେଳେ 9ଟା 10ଟା ସକାଳୁ ଯୋଉ ଉଠିକି କରୁଛି ଏବେ ପଇସା ମିଳିଲେ ମୁଁ ଆଉ ଉଠିବିନି ସକାଳୁ ପଇସା ଚୁଡ଼ା ଦହି ଆଣିବ ପଇସା ନାହିଁ ନା ବାକି ଅଧିକା ହେଇଗଲାଣି ନା ଆଉ ଚୁଡ଼ା ଦହି କେତେ ଆଣିବ ସେଇଥିପାଇଁ ସକାଳୁ ଉଠିକି କରିବେ ମଝିରେ ମଝିରେ କରିବେ ଆଉ ଏବେ 5 ଲାଗି 6-7 ଦିନ ହେଲାଣି କରୁଛି ସକାଳୁ ଉଠିକି ଗୁଳେଇକି ଖାଇବାକୁ ଭଲ ଲାଗିବ ଥାଉ ଅନେଇଥା ମୁଁ ଚାଉମିନଟା କାଦେଇ ପଳେଇ ଆସେ ନଷ୍ଟ ହେଇଯିବ ମୋର ମନେ ଥିଲାନି ମୁଁ କାଟି ଦେଇ ଆସେ ଖାଇବି କାହିଁ ନଷ୍ଟ ହେଇଯିବ ବହୁତ ଲେଟ୍ ହେଲାନି ବାଢ଼ି ଦେଲା ବହୁତ ବଡ଼ ମାନେ କଷ୍ଟ ହେଇଗଲା ଆଉ ହାତକୁ ଟିକେ କଷ୍ଟ ଦେଉନି ବାବା ତ ଅନେଇଥା ଝିଟିପିଟି ପଡ଼ିଯିବ ବଡ଼ ହେଇକି ଥାଉ ମୁଁ ଆସିଲେ ଖାଇବି କ'ଣ ହେଇଛି ଛୁଇଁଛି କିଏ ଛୁଇଁଛି ତରକାରୀ ଚକୁଳି ଖାଇବୁ ଚକୁଳି ତରକାରୀ ତ ଶୁଭୁନି ବୋଧେ ସେ ଚକୁଳି କହୁଛି ଧନ କ'ଣ କହୁଛୁ ମେକୁ କ'ଣ କହିଲ ଏଇନା ଦେଖିଲା ସେ ଚକୁଳି ହଉଛି ତମକୁ ତରକାରୀ କ'ଣ ଖାଇବୁ ଚକୁଳି ଖାଇବୁ କାଲିଠୁ କହିଲାନି ଚକୁଳି ଯାଏ ମନେ ଥିଲାନି ମୁଁ ଖାଇବାକୁ ପଳେଇ ଯାଇଛି ଯାଉ ଚାଉମିନଟା କାଟିଦେଇକି ଆସିକି ଖାଇବି ଯାଏ କାଟିଦେଇ ଆସେ ନଷ୍ଟ ହେଇଯିବ ଫଟାଫଟ କାଟିଦେଇ ଆସିବା ଦେବା ଖାଇଦେଇ କାମ ଭଲ ଲାଗିଯିବା ଗାଡ଼ି ରେଡ଼ି କରିଦେଲି ଯିବା ଖାଇଦେଇକି ଆସିବା ପୁରା ରେଡ଼ି କରିଦେଇ ଆଇଲି ସେ ଝିଅ ତା ଝାଡ଼ୁ ଫାଡ଼ୁ ମାରୁଛି କ'ଣ ପରିଷ୍କାର କରୁଛି କଷାରି ତା ଜରି ସେ ପୁରେଇବ ଚାଉମିନ ପୁରେଇବ ଜରିରେ ମୁଁ ମୋର ଯାଉଛି ଖାଇଦେଇକି ପଳେଇ ଆସିବି ପଳେଇ ଆସି ତାର କାମ ଲାଗିଯିବୁ ଆଉ ଖରା ଜୋରେ ହେଉଛି ଚାଲନ୍ତୁ ଯିବା ଆସିଲା ବେଳକୁ ଖାଇବାକୁ ଛାଡ଼ିକି ଯାଇଥିଲି ଖାଇବାକୁ ଆସିଲା ବେଳକୁ ଇଏ ଏଠି ମା' ପୁଅ ବସିକି କିଏ ମୋବାଇଲ ଧରିଛି କ'ଣ ଧରିଛି ସେଇଗୁଡ଼ା ଖାଲି ଦେଖୁଛନ୍ତି ତାଙ୍କର ପଇସା ଅଛି ସେ ମୋବାଇଲ ତୋର ତୁ ଏତେ କାହିଁ ଆଶା କରୁଛୁ ତତେ ଦେଉନି କିଏ ଗୋଟେ ନଥିଙ୍ଗ 2A ଫୋନ୍ କିଣିଛି ସେ ଆଉ ଦେଖିକି କହୁଛି ନଥିଙ୍ଗ 2A କିଣିଛନ୍ତି ଆମର କିଣିବା ଗୋଟେ ମୋବାଇଲ କିଣିବା ଘଣ୍ଟ ବାଜିଲାନି କ'ଣ ଭାଇ
ପୂଜା ହେଉଛି। ନାଇଁ ଆଜି ମଙ୍ଗଳବାର ନା ଆଜି କି ବାର? ହଁ ମଙ୍ଗଳବାର। ବେଶୀ ମଙ୍ଗଳବାର ମଙ୍ଗଳବାର ରବିବାର ଆଜି ମଙ୍ଗଳବାର। ରବିବାର ହଁ ସେ ହେଇଥିବ। ବର୍ଷାଟା ଉଠଉଛି ଛାଡ଼ି ଯାଉଛି ପୁଣି ଖରା ଦେଖାଉଛି। ଇଏ ତାର ଖୁଆଉଛି ପୁଅକୁ, ମୁଁ ମୋର ଖାଇ ଦେଇକି ଯାଏ। ଚାଲ ଯିବା ଖାଇକି। ତାୱା ଉଡ଼େଇଛି ଦେଖାଉଛି ପୁରା ମୋବିଲ ଲାଗିଯାଏ। ଚାହୁଁଛି ତ ନା ନା ଚାହୁଁଛି ହାତ ଖାଉଛି। ଭିଆଇପି ନୁହଁ, ହାତରେ କିଏ ଖାଇବ? ନେବେ ଚାଉଳ ମାଗିଲା ବେଳକୁ ଭିଆଇପି ମୋତେ କହୁଛି ମୁଁ ଭିଆଇପି। ଭିଆଇପି ମାନେ ହୋଟେଲ ମାନେ 5 ଷ୍ଟାର ଖାଆନ୍ତି। ମୁଁ ଏଠି ଘରେ ଖାଇଥାନ୍ତି ନା ଏଗୁଡ଼ାକ ସବୁ। ହାତରେ ଗୋଳେଇକି ଖାଇ ଉପମା ତରକାରୀ ହାତରେ ଖାଇ ଯେମିତି ଶାନ୍ତି ଲାଗିବ ଚାମୁଚିରେ ଖାଇବ। ତମେ ଭିଆଇପି ଦେଖନି। ମୋତେ ଭିଆଇପି କହୁଛି ଆଉ ଭିଆଇପି ନୁହଁ। ଆଉ ଭିଆଇପି ହେଲାନି ନା କ'ଣ? ହାତରେ ଗୋଳେଇକି ଖାଇବନି ଚାମୁଚିରେ ଖାଇବ ଆଉ ଭିଆଇପି ହେଲାନି କ'ଣ? ହଁ ମୁଁ ଭିଆଇପି ତୁ ମୋ ଚାକର। ଆଜି ମୁଁ ଭିଆଇପି ସିଏ ମୋ ଚାକର। ମୋତେ ଚାମଚରେ ଖାଇଲେ ଏଇ ଚାମଚରେ ଖାଇଲେ ଭିଆଇପି ହେଇଯାନ୍ତି ଲୋକ ସବୁ। ଭିଆଇପି ଚାମଚରେ ଖାଇଲେ ଭିଆଇପି ହୁଅନ୍ତିନି। ହେଲେ ମୁଁ କହିଲି ହାତରେ ଖାଇଲେ ଉପମା ତରକାରୀଟା ଭଲ ଲାଗେ। ହାତରେ ଗୁଳେଇକି ଖାଅ ଦେଖ କେମିତି ଖାଇଲା ଭଳିଆ ଲାଗିବ, ଶାନ୍ତି ଲାଗିବ। ଆଉ ତମେ ଭିଆଇପି ଭଳିଆ ଚାମଚରେ ହାତ ଖାଇଲେ ଶାନ୍ତି ଲାଗିବ ନା, ମୁଁ ତ ଖାଇନି। ବୁଝିଲି ମୋତେ ଭିଆଇପି କହିଥିଲା ସେ ଭାଇ। ଧର ଏଇନେ ସକାଳକୁ ଭଜା ଚାମଚରେ ଖାଇବ ସେ ଶାନ୍ତି ଲାଗିବ ନା ହାତରେ ଯେମିତି ଖାଇବ ଶାନ୍ତି ଲାଗିବ? କଥା ସକାଳକୁ କଥା ପଡ଼ିଛି ଧର କଥା ପଡ଼ିଲେ କାହିଁ ପଡ଼ିବ କ'ଣ ପାଇଁ? କାହିଁକି ଧରିକି ପଡ଼ିଯାଉଛି କଥା। ସେ କାହିଁ ପଡ଼ିବ? ସେ ତ ବସୁଛି। ଉପମା ଘୁଗୁନି ଖାଆନ୍ତି ହାତରେ ଗୋଳେଇକି ଭଲ ଲାଗେ। ତମ ଇଚ୍ଛା ଖାଅ। ମୋ ଯୋଉ ପାଖେ ଖାଇବି ତୁ ଖାଇନ ଠିଣ୍ଟୁ। ସେ ଆମ ସେପଟେ ଘର ଝିଅଟେ ଧରିଛି ନଥିଙ୍ଗ ଟୁ ଫୋନ୍, ସେ ଆଉ ଦେଖୁଛି ଉଣ୍ଡୁଛି। ମନ ଛକ ଛକ ହେଉଛି ରହୁନି ଫୋନ୍ ପାଇଁ ମନଟା। ଚାଲ ଖାଇଦେବା। ଇଏ ଦେଖେ ଇଏ ଟାଇମ୍ ଲସ୍ କରିବା ମୋର। ସୁଜି ଉପମା ଖାଇକି ଯାଇଥିଲି, କାମ କରିକି ବାଇଲି ଟାଇମ୍ ବାଜିଲାନି 2ଟା। ଆଉ ଶାଗ ନେଇକି ଆସିଥିଲି ସକାଳ ଯେଉଁ ସେମାନେ ଭାଜି ଦେଇଛି। ପଖାଳ ଭାତ ଅଛି, ମୁଁ ପଖାଳ ଭାତ ପାଇଁ ଶାଗ କିଣିକି ନେଇକି ଆସିଥିଲି ସକାଳୁ। ଆଉ ହେଇଯାଇଛି ଖାଇବା। ଏବେ 2ଟା ବାଜିଲାନି ତ ଆଉ ଦିପରେ ଖାଇବା ହେବନି। ପଖାଳ ହେଇଗଲା ଖାଇଦେବା, ଖାଇଦେଇକି ଯିବା। ଆଉ କମ୍ପାନୀ ଟିକେ କାମ ଅଛି, କାମ ସାରିକି ଅନ୍ୟ କାମ ଅଛି। ମୁଁ ଜାଣିନି ମିକୁ କୁଆଡ଼େ ଗଲା ଦେଖେ। ଆମ ଟୁକା କୁଆଡ଼େ ପଳେଇଲାଣି। ହେଇ ଆଇଲା ସେ ସିଡ଼ି ତଳକୁ ଯାଇଥିବ, ସିଡ଼ି ପାଖରେ ତଳକୁ କେବେ ଯିବନି। ସିଡ଼ି ପାଖରେ ଥିବ ଏଇଠି ପାଟି କରୁଛୁ, ସେ ଯିବନି କେବେ। ଶାଗ ଭାତ କଞ୍ଚା ଲଙ୍କା ଆଇଲା, ଖାଇଦେବା। ଖାଇଦେଇ ଅନ୍ୟ କାମ ଅଛି ଯାଇ କରିବା। ଲୁଣ ଆଣେ। କାଇଁ ମାଛ? କ୍ୟାମେରା ଦେଖେଇ କହୁଛି ଏଇଠି ମାଛ। ହଁ ମାଛ। କାଲି ବିକିଲାନି କୁକୁଡ଼ା ମୁହାଁ। କାଲି କାମ ଥିଲା। କୁକୁଡ଼ା ମୁହାଁ କାଲି ବି ତ କାମ ହବ, କାଲି ବି ବିକିବନି ବୋଧେ ସେ। ଯୋଉ ମାଲିକ ପାର୍ଟି କରୁছে, ମାଲିକ ଦେଖିବ ଏ ଭିଡ଼ିଓ ତ ଦେଖ ଚଢିବ ଆସି। ଦେଖୁ ମୁଁ ଗାଳି କରିବି ମୋଡୁଛି ଦେଖୁ କୁକୁଡ଼ା ପଇସା ଦଉନି। ଖାଇଲୁ ନା ଖାଇନାଉ? ଖାଇଲୁ ନା ଖାଇନାଉ? ମୁଁ ଖାଇଛି ସୁଜି ଖାଇ ନଥିଲି କେତେବେଳେ ଦେଖିନଥିଲି। ଆଉ ଖାଇବୁନି? ଭାତ ଖାଇବୁନି? ରୋଷେଇ କଲେ ଖାଇବୁ ନା ଖାଇବୁ ଯାଉନୁ। ଫ୍ୟାନ୍ ଚାଲୁନି, ଏତେ ଧୀରେ ଧୀରେ ଚାଲିଛି। ଆମ ସେ କରେଣ୍ଟ ତାରଟା ପୋଡ଼ି ଯାଇଛି, ସ୍ପାର୍କିଂ ହେଉଛି। ସେ ଫ୍ୟାନ୍ଟା ଚାଲିନି, ଧୀରେ ଧୀରେ ଚାଲିଛି। ଏଇଟା ଲଗେଇ ପାରିବନି? ହଁ ସେ ଆସିବ ମିସ୍ତ୍ରୀ, ମୁଁ ସେ ଜାଣି ନାହିଁ ନା। ତାଙ୍କୁ ଡାକିଛନ୍ତି ମିସ୍ତ୍ରୀ ଆସିବ, ବାଗିରେ ଫ୍ୟାନ୍ଟା ଧୀରେ ଧୀରେ ଚାଲିଛି, ତାପରେ ଚାଲିବ ଜୋରରେ। ଆଉ କାଲି କାମ ସରିଲା ପରେ ଉପରଓଳି ବିକ୍ରି ହେବ।
ତାଙ୍କର ମାଲିକର ଡିସ୍ ଗୁଡ଼ାକ ଥୁଆ ହେଇଛି ସକ୍ସ ମାରିଥିଲା ଡିସ୍ ଗୁଡ଼ାକ ବହୁତ ହଣ୍ଡା ଗୁଡ଼ା ଥୁଆ ହେଇଛି ଆଉ ସେ ବିକିବେ ବୋଲି କହୁଛନ୍ତି। ବିକା ହଉ ନ ହଉ କାଲି ଯଦି ପଇସା ନ ଆଣିବ ଦେଖିବ ରୁହ କାଲି ଯାଇଥିଲୁ ସାଇ ସୁଜି କରିକି ଆଇଲୁ ସାଇ ସୁଜି କରିକି ଆଇଲୁ ଆଉ ସକାଳେ ବୋଲି ଜଲ୍ଦି ମନା କଲେ କାଲି ବିକିନେ ମୋତେ ସେ ପଇସାଟା ଦେବେ ମୋ ଦରକାର ଅଛି ଦରମା ପଇସା ଦେବେ ତ ସେଥିପାଇଁ କାଉଳୁ ଦରକାର ଅଛି କ'ଣ ଟାଇମ୍ ହେଲାଣି ଦରମା ପଇସା ଦେବେ ଦରକାର ଥାଉ ନଥାଉ କ'ଣ ଖାଲି ଦରକାର ଥିଲେ ଦେବ ନହେଲେ ଦରମା ପଇସା ଟାଇମ୍ ହେଲେ ତ ଦରମା ପଇସା ଦରକାର କ'ଣ କାଲି ତମେ ଯଦି ନ ଆଣିବ ଚିହ୍ନିବ କାଲି ଯଦି ଯୁକ୍ତି ତର୍କ କରିକି ନ ଆଣିବ ଚିହ୍ନିବ ମୋତେ ରହିବ ଆସିକି ସକାଳୁ କାଲି ଘର କାଲି ଧରିବ ସାଥିରେ ଗୋଟେ ଖୋଇଦେବ ଟିକେ ମୁଁ ଜମା ଖୁଆଇଦେବିନି ତ ପଇସା ନ ଆଇଲା ପର୍ଯ୍ୟନ୍ତ ଜମା ଖୁଆଇଦେବିନି ପିଆଜ କେତେ ଯାଇଥିଲୁ କ'ଣ ପିଆଜ ଦେଲି ବା ଦିଟା ଆଉ କାହିଁ ପିଆଜ ତାକୁ ପଚାର ମେଞ୍ଚେ ମେଞ୍ଚେ ଖାଉଛି ପିଆଜ କ'ଣ କଲୁ ମୁଁ ଭାତ ଖାଉଛି ପିଆଜ ଗୋଟେ ଖାଇଦେଲାନି ସବୁ ପିଆଜ ଫୋପାଡ଼ି ଦେଲା ତମେ ତ ଇଆଡ଼େ ମୋବାଇଲରେ ଅନେଇକି ରହିଛ ଦେଖିବ କେମିତି ପିଆଜ କୋଉଠି ହେଲା ଏଇଠି ତମ ଗୋଡ଼ ତଳେ ଚୁର ମାଛ ଖାଇବୁ ଦୁଷ୍ଟ ନା ପଳା ପୁଣି ନେଲା ଏଇ ତାହେଲେ ଖାଇଦେବା ବକ ବକ ହେଇ ରଖେଇଦେବା ଖାଅ ଆଜି କାଠ ନେବାକୁ କାଠ ଗୁଲାରେ ଅଛି ଅବିକା ଆଉ ଆଜି ବଡ଼ କାଠ ନେବିନି ଆଜି ଛୋଟ କାଠ ଅଛି 100 ଟଙ୍କା କମ୍ ଟିକେ ରେଟ୍ ଇଏ 5 ଟଙ୍କା 50 କିଲୋକୁ ଇଏ 50 କିଲୋକୁ 400 ଟଙ୍କା ବସ୍ତା ମଇଦା ବସ୍ତା ଧରିକି ଆଇଲି ଏ କାଠ ଗୁଡ଼ା ପୁରେଇକି ନେଇକି ଯିବି ଆଉ ମଇଦା ବସ୍ତା ଠୁଟ ପଡ଼ିଛି ଆଉ ଗୋଟେ ପୁରଉଛି ବସ୍ତା ଆଜି ଏଗୁଡ଼ା ନେଇକି ଯିବି ଏଗୁଡ଼ା ଅଧିକ ଉଠୁଛି ନେଇଗଲେ କାଲି ଚାମ ମିଶିଯିବ ଆଉ ଚାଲନ୍ତୁ କାଠ ପୁରେଇବା ଏବେ ଥୁଆ ହେଲା ଅଳ୍ପ ଦୁଇଟା କାଠ ପୁରେଇକି ଏଗୁଡ଼ା ଛୋଟ କାଠ ଗୁଡ଼ା ଥିଲା ଗୁଡ଼ାକ ପୁରେଇ ନେଇଯିବ ଖାଦ୍ୟ ଖରାପ କଟକରେ ଆସିଛି କାମ କରିବାକୁ କ'ଣ ପାଇଁ ନା କିନ୍ତୁ ଏଠି କାଠ କାଠ ପୁରଉଛି ବସ୍ତାରେ ଜଲ୍ଦି ନେଇ ପଳେଇବା ବର୍ଷା ବି ଉଠେଇଲାଣି ବର୍ଷା କିଛି ମାନେ ତୁଆ ବର୍ଷା ହେଉଛି ଖରା ହେଉଛି ପୁଣି ବର୍ଷା ହେଉଛି ଠିକ୍ ନାହିଁ ପୁରେଇ ବାରେ ନେଇଯିବା ପହରଦିନ କାଠ ନେଇକି ଯାଇଥିଲି ସରିଯାଇଛି ଆଜି ପୁଣି ଯାଇକି ନେବାକୁ 2 ଦିନ ଥରେ ଆଉଛି କାଠ ନେବାକୁ କାଠ ପଡ଼ିଛି 40-50 କିଲୋ ପାଖାପାଖି କାଠ ଗୁଡ଼ାକ ଅଛି ପୁରେଇ ବାରେ ନେଇଯିବା ତାର ଏଇ ଦଣ୍ଡି ଅଛି ଏତେ ଓଜନ କରିବି ଓଜନ କରିସାରିଲା ପରେ ଯେତିକି ହବ ପଇସା ଦେଇଦେଇ ନେଇକି ଯିବି ଆଉ ମୁଁ ଆଇଛି ଘରକୁ ଆଇଛି କାମ କରିବାକୁ କାଠ ପୁରଉଛି ସବୁ ତ କାମ ଯେଉଁ କାମ କର କିଛି ଟେନସନ୍ ନାହିଁ କିନ୍ତୁ ପଇସା ମିଳିବାର ଅଛି ଚାଲନ୍ତୁ ଭର୍ତ୍ତି କରିଦେବା ମୋବାଇଲ ଧରିକି ଆଉ ଭର୍ତ୍ତି କରିହେବନି ବସ୍ତା ଟେକିବାକୁ ପଡ଼ିବ ଅଧା ହେଇଗଲେ ବସ୍ତା ଆଉ ମୋବାଇଲ ରଖି ସାରିକି ଏଇଟା ସବୁ ପୁରେଇକି ବାନ୍ଧିକି ସିଲେଇ କରିକି ଲୁନା ନେଇକି ଯିବି ଆଉ ଲୋଡ଼ ସରିଲା ଲୁନା ଲୋଡ଼ କରିଦେଲି ଆଉ ଟାଇମ୍ ବି ବହୁତ ଲାଗିଲା ଲାଗୁଛି ଯେମିତି ଗାଁରେ କାଠ ନେଲା ବେଳେ ସେଇଭଳିଆ ଲାଗୁଛି ମୋତେ ଅଖାରେ ପୁରେଇକି ଆଉ ଯାହା ପୁରେଇ ପାରିଦେଲି ତା ମୁଁ ସେ ତାଙ୍କର ସେଠି ବାଉଁଶ ଚିରୁଛନ୍ତି ମୋର ରେଡ଼ି ହେଇଗଲା ବାନ୍ଧି ବୁନ୍ଧି ଦେଲି ଖାଲି ପଛ ଟିକେ ପେଲିଦେବେ ଏଇଟା ଉଠାଣି ରହୁଛି ନା ଉଠିବନି ପଛକୁ ପେଲିଦେବେ ମୁଁ ନେଇକି ପଳେଇବି ଆଉ ଚାଲ ଯିବା ଏଇଟା ଉଠାଣି ରହୁଛି ଉଠିବନି ମୋ ସାଙ୍ଗ ଟିକେ ପେଲିଦେବେ ପଳେଇବା ବର୍ଷା ବି ଜୋରରେ ଉଠିବି ବାଦଲ ପୁରା ଘୁଟିକି ରହିଯିବ ଚାଲନ୍ତୁ ପଳେଇଯିବା ଜଲ୍ଦି ସବୁ କାଠ ଓଦା ହେଇଯିବ ପହରଦିନ ଯେମିତି ଓଦା ହେଇଥିଲା ସେମିତି ଆଜି ବି ଓଦା ହେଇଯିବ ଚାଲନ୍ତୁ ଯିବା ଏବେ କମ୍ପାନୀ ଯିବା ପାଇଁ ବାହାରିଥିଲି କିନ୍ତୁ ଝାଳ ଫାଳ ହେଇଥିଲି ତ ଟିକେ ବସିଗଲି ଏଠି ଫ୍ୟାନ୍ ଚାଲିଛି ବସିଗଲି ତାପରେ ମାନସୀ ବଜା ଝାଳ ଶୁଖିଗଲେ ତା ଯିବା ଆଉ ମଉସା ଏଠି ଜଣେ ବସିଛନ୍ତି ସେ ଟିକେ ମଉସା ଏଇ କାଠଟା କାମ କରୁଛନ୍ତି ସେ ଫୋନ୍ କରିଛି ମୁଁ ଏଠି ଟିକେ ବସିକି ଗପନ କରିବି ଆଉ ବର୍ଷା ବି ଜୋରରେ ଉଠେଇଛି ବର୍ଷା ହେଉଛି ପୁଣି ଖରା ହେଉଛି ତଥାପି ଗୁଳି ଗୁଳି ଲାଗୁଛି ଝାଳ ଦେହରୁ ବାହାରିଥିଲା ତ ମାନେ କାଠ ପୁରଉଥିଲେ ବସ୍ତାରେ ସେଦିନ କହିକି ରଖିଦେଇଛି ଲୁନାରେ ତାପରେ ଯିବା ପାଇଁ ବାହାରିଥିଲି ଟିକେ ବସିକି ଫ୍ୟାନ୍ ଦେଖିକି ଆଉ ତାପରେ ଯିବା ଆଉ 5-10 ମିନିଟ୍ ବସିକି ପଳେଇବା ଆମର ବାଉଁଶ କଟା ହେଉଛି ମଉସା କ'ଣ ହେଲା ଖାଇବ ନା କ'ଣ ଆଉ ଆସିଲ ପୁଣି କାମ କରୁ ପଳେଇ ଆଇଲ ଖାଇବ ବୋଧେ ମଉସା ପାନ ଖାଇବାକୁ ଯାଇଛନ୍ତି ଏଠିକି
ତ ଖାଅ ମୁଁ ଏବେ ଟିକେ ଯିବା ଲେଟ୍ ହେଇଲାଣି ବହୁତ ସମୟ ବସିଲେ କହିଲେ ପଳେଇ ଯିବା ଚାଲନ୍ତୁ ଭାଇ ଟିକେ ପେନ୍ ଦେଉନ ମୁଁ ପଳେଇ ଯାଏ ଲୁଣା ଟିକେ ହାତ ପକେଇ ଦିଅ